ବର୍ଷ 2025 ବାବାଙ୍କର ମହାବାକ୍ୟ ମିଠେ ବଚ୍ଚେ ଏ ପୁରୁଷୋତ୍ତମ ସଙ୍ଗମ ଯୁଗ କଲ୍ୟାଣକାରୀ ଯୁଗ ଅଟେ। ଏହି ଯୁଗରେ ହିଁ ତୁମେ କନିଷ୍ଠର ଉତ୍ତମ ପୁରୁଷ ହେଉଛ ଏବଂ ବିଶ୍ୱ ପରିବର୍ତ୍ତନ ହେଉଛି। ଏହି ଯୁଗ ହିଁ ଆମ ପାଇଁ କଲ୍ୟାଣକାରୀ, କାରଣ ଏହି ଯୁଗ ମନୁଷ୍ୟ ଜୀବନ ଦୁର୍ଲଭ ବୋଲି କୁହାଯାଉଛି। ଲୋକଙ୍କର ମନରେ ଭାବନା ଅଛି କେତେ ଯୋନିରେ ଆସିଲା ପରେ ଥରେ ଆମେ ମଣିଷ ଜନ୍ମ ନେଉଛୁ, କିନ୍ତୁ ପ୍ରକୃତରେ ମନୁଷ୍ୟ ଜନ୍ମ ଦୁର୍ଲଭ କୁହାଯାଉଛି ସଙ୍ଗମ ଯୁଗର ଜନ୍ମ। କାରଣ ଏଇ ଯୁଗରେ ହିଁ ଆମେ ନିଜକୁ ଚିହ୍ନୁଛୁ, ବାବାଙ୍କୁ ଜାଣୁଛୁ। ଯେତେବେଳେ ଆମେ ନିଜକୁ ଜାଣି ବାବାଙ୍କୁ ଜାଣୁଛୁ, ଆମେ କନିଷ୍ଠରୁ ଉତ୍ତମ ପୁରୁଷ ହେଉଛୁ ଏବଂ ଏହାଦ୍ୱାରା କ'ଣ ହେଉଛି, ସାରା ବିଶ୍ୱ ହିଁ ପରିବର୍ତ୍ତନ ହୋଇଯାଉଛି। ପ୍ରଶ୍ନ, ଏହି ଜ୍ଞାନ ମାର୍ଗରେ କେଉଁ କଥା ଭାବିବା ଦ୍ୱାରା ବା କହିବା ଦ୍ୱାରା କଦାପି ଉନ୍ନତି ହୋଇପାରିବ ନାହିଁ? ଉତ୍ତର, ଯଦି ଡ୍ରାମାରେ ଥିବ ତେବେ ପୁରୁଷାର୍ଥ କରିବି, ଡ୍ରାମା କରାଇଲେ ଯାଇ କରିବି। ଏଇଭଳି ଭାବୁଥିବା ବା କହୁଥିବା ପିଲାମାନଙ୍କର କଦାପି ଉନ୍ନତି ହୋଇପାରିବ ନାହିଁ। ଯେମିତି ସ୍କୁଲରେ ଗୋଟେ ପିଲା କହିବ, ହଁ ଯଦି ପାସ୍ ହବ ଥିଲେ ହେବି, ନଥିଲେ ନାହିଁ, ଆଉ ପରିଶ୍ରମ କଲେ କ'ଣ ହବ? ପରିଶ୍ରମ ନ କଲେ କେବେ କିଏ ପାସ୍ ହବ କି? ହବ ଥିଲେ ହେବି, ନଥିଲେ ନାହିଁ, ପରିଶ୍ରମ କଲେ ପାସ୍ ହେବି, ନ କଲେ ଫେଲ୍ ହେବି, ଏତିକି ଜାଣିବା ଦରକାର। ଆଉ ପରିଶ୍ରମ କଲା ପରେ ମଧ୍ୟ ଫେଲ୍ ହବ ତ ଆମକୁ ପଶ୍ଚାତାପ ଲାଗିବନି। ଆଉ ପରିଶ୍ରମ ନ କରି ଯଦି ଫେଲ୍ ହବ ତ ପଶ୍ଚାତାପ ତ ନିଶ୍ଚୟ ହବ ନା। ପରେ ମୁଁ ପାଠ ପଢ଼ିଲିନି, ଏମିତି କହିବାର ଫେଲ୍ ହେଲି। ଠିକ୍ ସେମିତି ଜ୍ଞାନ ମାର୍ଗରେ ମଧ୍ୟ କହି ଆମେ ଡ୍ରାମାରେ ଥିବ ଯଦି ହେବି, ଡ୍ରାମାରେ ଥିବ ଯଦି କରିବି। ତ ବାବା କହିଲେ ସେମାନେ କେବେ ପୁରୁଷାର୍ଥ କରିବାନି, କେବେ ସେମାନଙ୍କର ଉନ୍ନତି ହେଇପାରିବ ନାହିଁ। ଏପରି କହିବା ହିଁ ଭୁଲ ଅଟେ। ତୁମେ ଜାଣିଛ ଏବେ ଆମେ କେଉଁ ପୁରୁଷାର୍ଥ କରୁଛୁ, ତାହା ମଧ୍ୟ ଡ୍ରାମାରେ ନିର୍ଦ୍ଧାରିତ ରହିଛି। ତେଣୁ ପୁରୁଷାର୍ଥ କରିବାକୁ ହିଁ ପଡ଼େ। ଯେଉଁ ପୁରୁଷାର୍ଥ କରୁଛୁ ସିଏ ମଧ୍ୟ ଡ୍ରାମାରେ ଅଛି, କିନ୍ତୁ ଆମେ ତ ଜାଣିନୁ ନା ଆମର କ'ଣ ପୁରୁଷାର୍ଥ ଅଛି ଡ୍ରାମାରେ। ତେଣୁ ଆମ ପୁରୁଷାର୍ଥ ତ କରିବାକୁ ହିଁ ପଡ଼ିବ। ଗୀତ ଅଛି, ଇଏ କାହାନୀ ହେ ଦିଏ ଓର ତୁଫାନ କି। ଦୀପ ହେଉଛି ଆମେ ଆତ୍ମା, ତୁଫାନ ହେଉଛି ମାୟା। ଜୋରରେ ପବନ ବହୁଛି, ଦୀପ ହଲଚଲ 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 ହେଉଛି। ଯଦି ଜୋରରେ ପବନ ବହିବ, ଦୀପ ଛୋଟିଆ ଦୀପଟି ତ ଲିଭିଯିବ। କିନ୍ତୁ କେତେ ଜୋର ପବନ ବହୁ, ସେ ଛୋଟିଆ ଦୀପ ଉପରେ ଯଦି ଲଣ୍ଠନର ଗୋଟେ କାଚ ଲଗେଇଦେବା, ତେବେ ସେ ଦୀପ କେବେ ହେଲେ ଲିଭିବ ନାହିଁ। ଠିକ୍ ସେମିତି ଆମେ ଆତ୍ମା ଦୀପ ମାୟାର ତୁଫାନରେ ହଲଚଲ ହଲଚଲ ହେଉଛୁ, କିନ୍ତୁ ଯଦି ବାବାଙ୍କର ୟାଦର କବଚର କାଚ ଯଦି ଲଗେଇଦେବା, ତାହେଲେ ମାୟାର କେତେ ତୁଫାନ ଆସୁ, ଏ ଆତ୍ମା ଦୀପକୁ କେବେ ଲିଭେଇ ପାରିବ ନାହିଁ। ତେଣୁ ଏ ମାୟାର ତୁଫାନ ସହିତ ଆମକୁ ସୁରକ୍ଷା ପାଇଁ ସବୁବେଳେ ଦରକାର ବାବାଙ୍କର ୟାଦର କବଚ। ଓମ୍ ଶାନ୍ତି। ଏହା ହେଉଛି କଳିଯୁଗୀ ମନୁଷ୍ୟମାନଙ୍କର ଗୀତ, କିନ୍ତୁ ଏହାର ଅର୍ଥକୁ ସେମାନେ ଜାଣିନାହାନ୍ତି। ଏକଥା ତୁମେ ଜାଣିଛ। ଏବେ ତୁମେ ହେଲ ପୁରୁଷୋତ୍ତମ ସଙ୍ଗମ ଯୁଗୀ। ସଙ୍ଗମ ଯୁଗ ସହିତ ପୁରୁଷୋତ୍ତମ ମଧ୍ୟ ଲେଖିବା ଦରକାର। ପିଲାମାନଙ୍କର ଜ୍ଞାନର ପଏଣ୍ଟସ୍ ମନେ ନ ରହିବା କାରଣରୁ ଏଭଳି ପ୍ରକାର ଅକ୍ଷର ଲେଖିବାକୁ ଭୁଲି ଯାଉଛନ୍ତି। ଏହା ହିଁ ହେଉଛି ମୁଖ୍ୟ କଥା। ଏହାର ଅର୍ଥକୁ ମଧ୍ୟ ତୁମେ ହିଁ ବୁଝିପାରିବ। ପୁରୁଷୋତ୍ତମ ମାସ ମଧ୍ୟ ରହିଛି। ଏହା ପୁଣି ହେଉଛି ପୁରୁଷୋତ୍ତମ ସଙ୍ଗମ ଯୁଗ। ଏହି ସଙ୍ଗମର ମଧ୍ୟ ଏକ ପର୍ବ ରହିଛି। ଏହି ପର୍ବ ସବୁଠାରୁ ଶ୍ରେଷ୍ଠ ଅଟେ। ତୁମେ ଜାଣିଛ ଏବେ ଆମେ ପୁରୁଷୋତ୍ତମ ହେବାକୁ ଯାଉଛୁ। ଉତ୍ତମରୁ ଉତ୍ତମ ପୁରୁଷ, ଉଚ୍ଚରୁ ଉଚ୍ଚ, ସାହୁକାରରୁ ସାହୁକାର, ନମ୍ବର 1 ଲକ୍ଷ୍ମୀ ନାରାୟଣ କୁହାଯିବ। ଶାସ୍ତ୍ରରେ ଦେଖାନ୍ତି ବହୁତ ବଡ଼ ପ୍ରଳୟ ହେଲା, ପୁଣି ନମ୍ବର 1 ଶ୍ରୀକୃଷ୍ଣ ସାଗରରେ ଅଶ୍ୱତ୍ଥ ପତ୍ରରେ ଭାସି ଭାସି ଆସିଲେ। ଏବେ ତୁମେ କ'ଣ କହିବ? ନମ୍ବର 1 ହେଲେ ଏହି ଶ୍ରୀକୃଷ୍ଣ, ଯାହାଙ୍କୁ ହିଁ ଶ୍ୟାମ ସୁନ୍ଦର କୁହାଯାଉଛି। ଏହି ଶ୍ରୀକୃଷ୍ଣ ହିଁ ନମ୍ବର 1 ହେଲେ। ପୁଣି ନମ୍ବର 1 ପତିତ ହେଲେ ଶ୍ୟାମଳ ବର୍ଣ୍ଣ ହେଇଯାଉଛି, ପୁଣି ନମ୍ବର 1 ସୁନ୍ଦର ହେଉଛନ୍ତି। ଶାସ୍ତ୍ରରେ ଦେଖେଇଛନ୍ତି ଶ୍ରୀକୃଷ୍ଣ ଆଙ୍ଗୁଠି ଚୁଚୁମି ଚୁଚୁମି ଆସିଲେ। ପିଲା ତ ଗର୍ଭରେ ହିଁ ରହିଥାଏ। ତେଣୁ ପ୍ରଥମେ ଜ୍ଞାନ ସାଗରଙ୍କ ଠାରୁ ଉତ୍ତମରୁ ଉତ୍ତମ ପୁରୁଷ ଶ୍ରୀକୃଷ୍ଣ ବାହାରିଲେ। ଜ୍ଞାନର ସାଗରରେ ଶ୍ରୀକୃଷ୍ଣ ଆଙ୍ଗୁଠି ଚୁଚୁମି ଆସିଲେ। ଅର୍ଥ ଜ୍ଞାନ ସାଗର ହେଲେ ଶିବ ବାବା। ଶିବ ବାବାଙ୍କ ପାଖରୁ ଜ୍ଞାନ ଶୁଣିକି ନମ୍ବର 1 ହେଇକି ଜନ୍ମ ନେଲେ ଶ୍ରୀକୃଷ୍ଣ। ଏ ଅର୍ଥକୁ, ସୂକ୍ଷ୍ମ ଅର୍ଥକୁ କେମିତି ସ୍ଥୂଳ ରୂପରେ ଦେଖାହେଲା। ସାଗର, ପୁରା ଦୁନିଆ ବିନାଶ ହେଲା, ଆଉ ଗୋଟିଏ କେବଳ ସାଗର ଥିଲା। ସେ ସାଗର ପାଣିର ଉପରେ ଶ୍ରୀକୃଷ୍ଣ ଭାସି ଭାସିରେ ଆସିଲେ, ଏମିତି ଦେଖାହେଲା। ଏଥିରେ ନମ୍ବର 1 ପୁରୁଷୋତ୍ତମ ହେଉଛନ୍ତି ଶ୍ରୀକୃଷ୍ଣ ଏବଂ ଇଏ ହେଲେ ଜ୍ଞାନର ସାଗର, ପାଣିର ନୁହଁ। ବାସ୍ତବରେ ପ୍ରଳୟ ମଧ୍ୟ ହେଉନି। କେତେକ ନୂଆ ନୂଆ ସନ୍ତାନ ଆସୁଥିବାରୁ ବାବାଙ୍କୁ ପୁଣି ପୁରୁଣା ପଏଣ୍ଟସର ପୁନରାବୃତ୍ତି କରିବାକୁ ପଡ଼ୁଛି, ଯେ କେବେ ପ୍ରଳୟ ହେଉନି। ଦୁନିଆର ପରିବର୍ତ୍ତନ ହେଉଛି, ପ୍ରଳୟ ହେଉନି। ସମ୍ପୂର୍ଣ୍ଣ ଜଳମଗ୍ନ କେବେ ମଧ୍ୟ ହେଉନି।
अनेक जनसंख्या लोप पाई कम संख्यार रहुछंती। अनेक देश अनेक जाति अनेक धर्म लोप हो एक देश एक धर्म एक जाति एक मत स्थापना होची। सत्ययुग त्रेता युग द्वापर कली ये 4 युग तो रही। पंचम पुणी पुरुषोत्तम संगम युग। यही जुगरे मनुष्य परिवर्तन होचंती। 4 जुगरे मनीष तलु तलु खसुची। केवल गोटे संगम युग मिलची ऊपर को उठिया पई परिवर्तन हेबा पई आत्मारे एनर्जी भरिया पई। कनिष्ठरू सर्वोत्तम होचन जेपरि शिव बाबांको मध्य पुरुषोत्तम अथवा सर्वोत्तम कहउछन ना से होचंती परम आत्मा परमात्मा। पुणी पुरुष मानक मध्य उत्तम होचंती एही लक्ष्मी नारायण। एहांको एही परि किए करचंती एकता तुम माने जानिछ। देखो बाबा कौन कले बाबा हेले परमात्मा लक्ष्मी नारायण कौन हेले पुरुषोत्तम सर्वोत्तम। लक्ष्मीनारायण को परमात्मा कहलानी समस्त को देवताय नमः कहला किंतु शिव को परमात्माय नमः कहला लक्ष्मीनारायण को पुरुषोत्तम बोली कहला। एक कथा तुम माने जानिच एमान को पुरुषोत्तम करिया वाला परमात्मा नमः। पिला माने मते बुझुछन्ते ए समय रे आमे एही परि हेबा पई पुरुषार्थ करछु। पुरुषार्थ कोन से बहुत बड़ नुह बहुत साधारण अटे। अबला कुब्जा माने भी शिखुछन्ति जो माने किछि हेले लेखापढ़ा जानि नांती सेमानक पई केते सहज करी बुझा जाउछि। देख अहमदाबाद जने साधु कहते मु किछि खियापिया करनी। अच्छा जदि के सारा जीवन खियापिया न करछन्ति पुणी कौन हैला प्राप्ति तो किछि हैला नै ना। किछि खाउनी किछि न खाइले बड़ कामडा कौन कला किछि तो प्राप्ति हैलानी ना। वृक्ष को मध्य खाद्य मिलुछि ना गोटे वृक्ष माने साइंस कहउछि जे जणे जदि किछि जदि खाद्य न खाइबो शरीर को शक्ति मिलियोनी जल हो पानी हो खाद्य जहाँ भी किछि जदि न खाइबो देह को से बंचियोनी। एटा साइंस रे क्लियर कर लिखाइ छै। मन्ने करे से न खाइ न पी बंचिले बाबा कहले न खाइ न पी बंचिले कले कौन कौन प्राप्ति हैला। मनीष कम से कम तो खाउछि हेले संसार को आसी खाइलानी मध्य पीलानी मध्य तो पाइला कौन एठी से आसी। बाबा कहियार उद्देश्य संसार को आत्मा आसी सुख भोगिया पई से तो खाइलानी पीलानी मध्य कला कौन पाइला कौन से ताइरे कौन चमत्कार हैला किछ तो नै। हमरो शरीर रे थिबा सेल सब डीएक्टिवेट हे जिवो माने एटा साइंस रीजन। हां तेनु बाबा कहले वृक्ष को मध्य तो खाद्य मिलुछ ना। वृक्ष मध्य बंचुछि केतळ पानी टिके न मिले खरा टिके न मिले गछडाले बंचुछि कि जदि गछ भी मरि जाउछि मनुष्य दूर कथा सेया स्वतः खत पानी आदि ताको मिलुछि जा द्वारा वृक्षर वृद्धि होछि। से मध्य कौन से रिद्धि सिद्धि पाइथिबे एपरि बहुत अछंती जे कि निया अथवा पानी उपरे चालुछंती। या द्वारा लाभ कौन तुमर ते सहज राजयोग द्वारा जन्म जन्मांतर फायदा रही कि रिद्धि सिद्धि करी निया उपरे चलचंती पानी उपरे चलचंती। बाबा कहले अरे लाभ कौन बाबा कहले तमे तो जन्म जन्मांतर राजयोग द्वारा तुमर फायदा रही तुमको मु जन्म जन्मांतर पई दुखी रु सुखी कराउछि। एमती भी दुनिया रे लोक अछंती बाबा बे कहले जेंती पानी रे निया रे चालुथि लोक अछंती 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 किंतु ये मध्ये गुडे रिद्धि सिद्धि या द्वारा लाभ कौन बाबा पचारछंती। ए तो आमे जो राजयोग शिखुछु आमे जन्म जन्मांतर पई दुख रु मुक्त होई जाउछु। से माने एसो कले मन दुख रु मुक्त हेले कि बाबा कहते पिला माने ड्रामा अनुसार मु तुमको गुह्य कथा सुनाउछि जेपरि बाबा बुझाउछंती। माने स्वामी विवेकानंद लाइफ स्टोरी पर देखा है। स्वामी विवेकानंद आत्मज्ञान पाइबा बहुत जगह जाइथिले। काश्मीर रे गोटे ब्राह्मण पाखु जाइथिले सेमती चादरटा घोड़ेई रखिथिबो ता पाखु जी आस्यो सीजन र फल नथियो किंतु से चादर भितर हाथ पुरेगिरी से एमदिया फल दउथि जोटा काश्मीर रे मिलुनी कोठी मिलुथो किंतु से फल से खाली चादर बाहर करी दे दउथि। एमदी चमत्कार से देखिछंती। आ गोटे जगह गले गोटे साधु सी तमे जो भाषा हुओ तमे जहा प्रश्न पचारिबा को चाहूछ तमे पचारियो ताको बागेश्वर दा नहीं तमे रिसेंटली बागेश्वर नहीं तमे पचारले से कहिबे तम पॉकेट रे तार आंसर अछि बाहर करी पढोली कोए तम लैंग्वेज रे तमे जो लैंग्वेज रे हो तम लैंग्वेज रे तार उत्तर रेखे तम पॉकेट थियो तम हाथ पुरी ता आंसर पढियो तमे सब गुणी गारडी तंत्र कोन के ये मध्ये गोटे विद्या साधना किंतु विवेकानंद ए सब देखि रे मध्ये कहले आत्मज्ञान न मिले जे सब रो फायदा कोन ए सब पकरे थिला देखिथिले ए सब चमत्कार देखिथिले से जो खोजिथिले परमात्मा को सब देखिथिले किंतु से अनुभव करथिले ए सब रे किछि फायदा नै आत्मज्ञान रे फायदा अछि। ता पर से जेतळ जुण गुरु को पागले तमे की आसो ना मु विवेकानंद हने से कहले तम तो जानछ तमे विवेकानंद मु तम ज्ञान कोन सुने तापर से कहले ना मु के मु जाननेली तम पाखु आसिले
କହିଲେ ହଁ ଠିକ୍ ଅଛି, ହେଲେ ଜ୍ଞାନ ଦେବି। ସେଇଠୁ ସେ ଆତ୍ମଜ୍ଞାନ ପାଇଲେ। କହିବାର ଉଦ୍ଦେଶ୍ୟ, ବାବା କ'ଣ କହୁଛନ୍ତି, ବାବା ଆମକୁ ସବୁ ଡ୍ରାମାର ଗୁହ୍ୟ କଥା ସବୁ ବାବାଙ୍କୁ ଶୁଣଉଛନ୍ତି। ବାବାଙ୍କ ମତରେ ବାବାଙ୍କୁ ବା ଭଗବାନଙ୍କୁ ଯିଏ ଜାଣିନିଏ ହଁ, ତାର ଏଠି କିଛି ସାର୍ଥକତା ମିଳିଲାନି ତାକୁ, ନା ଯେ ନିଜକୁ ଜୀବନରେ ତାକୁ ମୁଖ୍ୟ ମିଳିନି ବୋଲି କୁହାଯିବ। ନା ସତ୍ୟତା କ'ଣ ଜାଣିଲାନି ନା, ସତ୍ୟତାରୁ ସେ ଦୂରେଇ ରହିଲା ନା। ମୁଁ ଆତ୍ମା ପରମାତ୍ମାଙ୍କ ସନ୍ତାନ, ସୃଷ୍ଟି ନାଟକ ଅଭିନୟ କରିବା ପାଇଁ ଆସିଛି। ଏ ସତ୍ୟ ଜ୍ଞାନ ତା ପାଖରେ ନାହିଁ, ଆଉ ମିଛମୟ ଦୁନିଆର ହଜାର ଜ୍ଞାନ ସେ ଜାଣୁ, ଫାଇଦା କ'ଣ? ଯେପରି ବାବା ବୁଝାଉଛନ୍ତି ଯେ ଶିବ ଏବଂ ଶଙ୍କରଙ୍କୁ କାହିଁକି ମିଶାଇ ଦେଇଛନ୍ତି। ଶଙ୍କରଙ୍କର ତ ଏଇ ସୃଷ୍ଟିରେ ପାର୍ଟ ହିଁ ନାହିଁ, ଶିବ ବ୍ରହ୍ମା ବିଷ୍ଣୁଙ୍କର ପାର୍ଟ ରହିଛି। ମାନେ ମୁଁ ଗୋଟେ ଭଉଣୀଙ୍କର ପ୍ରବଚନ ଶୁଣିଥିଲି, ସତ୍ସଙ୍ଗରେ କ'ଣ କୁହନ୍ତି, ମନେକର ଶାଶୁ ଆଉ ନଣନ୍ଦ କଥା ହେଉଛନ୍ତି, ବୋହୂ ଯଦି ଲୁଚି ଲୁଚିକି ଶୁଣିଲା, ମାନେ ସତ୍ସଙ୍ଗରେ କହିଏ ये जे लुची लुची कथा सुनला ना, छिप छिप कर सुनने से छिपकली बनेंगे। लुची लुची जे सुनिए से झिटिपिटी हम, आउ जे सत्संग शुणला ढुलेब से कुंभीर हम। ए सब जाक कहीकि मनीष मन भय क्रिएट करूले, भूल काम किसी करनी, सत्य ज्ञान से रहा कि मनीष तो मनुष्य जन्म नौ, पशुपक्षी जन्म नौनी, कि मनुष्य मन में भय क्रिएट करने सब ज्ञान शुणाउछन्ते। किंतु आत्मा जो परमात्मा विषय सठिक भाव में जानीदेव ना, ता मन में कौन कथा भय रही से प्रथा अछि। बहुत लोग इच्छा न थाई मंदिर को जाउथि, एबे भी मंदिर को जाउथि। तो जेपरी बाबा बुझाउछन जे शिव एवं शंकर को कहीं मिसाई दैछन। शंकर तो ये सृष्टि पार्ट ही नहीं, शिव ब्रह्मा विष्णुकर पार्ट रही, ब्रह्मा एवं विष्णुकर ऑलराउंड पार्ट रही, शिव बाबांकर मध्य ए सब पार्ट रही, जी कि आसी ज्ञान दौरान पुणी निर्माण धाम को चली जाउछन्ती, पिलामानंकु संपत्ति दे निज बानप्रस्थ को चली जाउछन्ती। बानप्रस्थ हेबा अर्थात गुरुଙ୍କ द्वारा बाणीरु ऊर्ध्व को जीवार पुरुषार्थ करिया, किंतु घर को कहीं फेरी जाई परिबे नहीं, कहीं बिकारी भ्रष्टाचारी हटन्ते। विकार द्वारा समस्तंकर जन्म होउछि। ए लक्ष्मीनारायण निर्विकारी हटन्ते, सेमानंकर विकार द्वारा जन्म होउनि, सेथिपई श्रेष्ठाचारी कहउछन्ती। कुमारी माने निर्विकारी हटन्ती, सेथिपई तांको सम्मुखरे मुंड नुआई थांते। बापा माँ मध्य कुमारी मानक पाखरे मुंडिया मारुछन्ती, काहेकि ना समाने निर्विकारी। तेणु बाबा बुझाइछन्ती जे एठारे शंकरंकर कोनोसी पार्ट ही नहीं, बाकी प्रजापिता ब्रह्मा तो निश्चय प्रजांकर पिता हेले ना। शिव बाबांको तो आत्मा मानकर पिता बोली कहाजिबो। से होचन्ती अविनाशी पिता। एही गुह्य कथा को भल भाबरे धारण करिया हबो। शिव बाबा आ गुटे प्रश्न उठे जे जदि भगवान जड़े परम पिता परमात्मा शिव आ ज्योतिर्बिंदु, ताहले मंदिर रे जो भक्त माने डाकुचंती, मंदिर रे बाबा से मानु साक्षात्कार करू नांदी। साक्षात्कार कले कोन कल्याण हबो? नै सेमानु को जणु नांदी, नै भगवान ब्रह्मा विष्णु शंकर ए सब किछ नै, परम पिता परमात्मा बोली तांकर भावना सेठी आगा अछि ना, तो सेठी ता मुंडिया मारे। थरे ब्रह्मा बाबा एमती समुद्र कूल रे चालुथिले, टहलथिले, दादी दीदी माने साथी रे थिले। गोटे भक्त से ब्रह्मा बाबा पाखे विष्णुकर साक्षात्कार कला, भक्ति करथिला, साक्षात्कार कला, से सीधा से ब्रह्मा को गोड़े साष्टांग प्रणाम कला। साष्टांग प्रणाम कला, बाबा मध्य दृष्टि देले, से पळेला। दादी माने कहले बाबा से कौन भाई साष्टांग प्रणाम कला आपण पाखरे? तो बाबा कहले निश्चित रूप से साक्षात्कार करछे, से प्रणाम कला। हेले दादी कहले बाबा तांको आपण शिव बाबांकर परिचय देलेनी ना। भक्त ना साक्षात्कार संतुष्ट, से ज्ञान शुणिया प्रस्तुत नुह। तेणु से भाबुची मोर भक्ति संपूर्ण हो गला, सर्व प्राप्ति से सब प्राप्ति हेलाली, सब पाप धोई हेला, से किछि दरकार नै, दरकार नै एमदी भाबुची। हल ता ज्ञान शुणिले से मांकड़ को मुक्ता देले, जहा जी जानुनी वैल्यू ताको ज्ञान शुणिले से मुक्तार वैल्यू बुझियोनी। मांकड़ को सब चना दरकार, जे तो माने जल्दी संतुष्ट हो जिवे, टिके निखिरे भी साक्षात्कार संतुष्ट, जल्दी संतुष्ट। भक्त भक्ति एथि करछन टी साक्षात्कार हे जाऊ, मुक्ति मिलि जेली भाबछन्ते। किंतु परमात्मा सदे हमको साक्षात्कार मूर्त करिया पे, साक्षात्कार हम पे खेल, साक्षात्कार हे गेले पुरुषार्थ तो करियो पड़ियो। हम भीतर को जदी बाबा पिलानु मध्य कागु जदी बाबांकर साक्षात्कार हे जाए तो कोन हो, पुरुषार्थ तो करियो पड़ियो, पुरुषार्थ करिया पड़े। काना एडी तो रावणर दुनिया। हां ना, आम एत जन्म जो पाप करुचे केमती कटियो? बिना पुरुषार्थ कौन कटि जोगी, बिना मेहतर कटि जोगी? खाली साक्षात्कार कले कौन कटि जोगी पाप? ताइर किछि कल्याण नहीं। बाबा क्लियर करी कहछन कालर मुरली रे,
ସାକ୍ଷାତକାର କିଛି କଲ୍ୟାଣ ନାହିଁ। ନିଜକୁ ଚେକ୍ କର, ନିଜକୁ ସୁଧାର, ନିଜ ଉପରେ ଆଟେନସନ୍ ଦିଅ, ନିଜକୁ ପରିବର୍ତ୍ତନ କର, କୌଣସି ପାପ କର୍ମ କରନି। ଆଟେନସନ୍ ଗୋଟେ କଥା ଜଣେ ଭଉଣୀ ମଧ୍ୟ ପଚାରୁଥିଲେ ଯେ ସାକ୍ଷାତକାର କେମିତି କରିବା ବ୍ରହ୍ମା ବାବାଙ୍କର। ସାକ୍ଷାତକାର ବ୍ରହ୍ମାଙ୍କର କଲେ କ'ଣ ଫାଇଦା? ହଁ, ସାକ୍ଷାତକାର କଲେ ଫାଇଦା କ'ଣ? ଆମେ ଯୋଉଟା କରିବା ସେଥିରେ ଫାଇଦା କ'ଣ ଭାବିବା, ତାପରେ କରିବା। ବାବା କ୍ଲିୟର କରି କରୁଛନ୍ତି, ତମେ ଜ୍ୟୋତିବିନ୍ଦୁ, ମୁଁ ଜ୍ୟୋତିବିନ୍ଦୁ, ତମେ ବିନ୍ଦୁର ଦେଖି ଫାଇଦା କ'ଣ? ତାର ପାଇବ କ'ଣ? କିଛି ତ ନାହିଁ। ତେସଠି ଜନ୍ମ ହେଲେ ଆମେ ଭକ୍ତି କଲେ, ସାକ୍ଷାତକାର କଲେ କ'ଣ? ପାଇଲେ କ'ଣ? ଚିତ୍ରକୁ ଦେଖି ଦେଖି ତଳୁଆ ଖସିଲେ ତ ଉପରୁ ତ ଉଠିଲେନି। ତେଣୁ ଏବେ ମେହନତ କରିବାର ଅଛି, ମୋ ଦ୍ୱାରା ଭୁଲ ଯେମିତି କିଛି ନ ହଉ। ସବୁବେଳେ ଆଟେନସନ୍ କ'ଣ ଦବା? ମୋତେ ଶିବ ବାବା ସବୁବେଳେ ମନେ ପକାଇବାର ଅଛି। କାହିଁକି? ଶିବ ବାବା ମନେ ପକେଇଲେ ମୋ ଦ୍ୱାରା କୌଣସି ଭୁଲ ହବନି। ବାବା ଭୁଲିଲି ମାନେ ହେଇଯିବ ମୋ ଦ୍ୱାରା ଭୁଲ। ବାକି ସାକ୍ଷାତକାର କିଛି କଲ୍ୟାଣ ନାହିଁ। ତେଣୁ ବାବା କ'ଣ କହୁଛନ୍ତି ଯେ ବାସ୍ତବରେ ପ୍ରଳୟ ମଧ୍ୟ ହଉନାହିଁ। କେତେକ ନୂଆ ନୂଆ ସନ୍ତାନ ଆସୁଥିର ବାବାଙ୍କୁ ପୁଣି ପୁରୁଣା ପଏଣ୍ଟସର ପୁନରାବୃତ୍ତି କରିବାକୁ ପଡ଼ୁଛି। ସତ୍ୟଯୁଗ, ତ୍ରେତା, ଦ୍ୱାପର, କଳିଯୁଗ, ଏହି 4 ଯୁଗ ତ ରହିଛି। ପଞ୍ଚମ ପୁରୁଷୋତ୍ତମ ସଙ୍ଗମ ଯୁଗ। ଏ ଯୁଗରେ ମନୁଷ୍ୟ ପରିବର୍ତ୍ତନ ହେଉଛନ୍ତି, କନିଷ୍ଠରୁ ସର୍ବୋତ୍ତମ ହେଉଛନ୍ତି। ଯେପରି ଶ୍ରୀ ବାବାଙ୍କୁ ମଧ୍ୟ ପୁରୁଷୋତ୍ତମ ଅଥବା ସର୍ବୋତ୍ତମ କହୁଛନ୍ତି ନା, ସେ ହେଉଛନ୍ତି ପରମାତ୍ମା। ପୁଣି ପୁରୁଷମାନଙ୍କ ମଧ୍ୟରେ ଉତ୍ତମ ହେଉଛନ୍ତି ଲକ୍ଷ୍ମୀନାରାୟଣ। ଏହାଙ୍କୁ ଏହିପରି କିଏ କରୁଛନ୍ତି? ଏକଥା ତୁମମାନେ ହିଁ ଜାଣିଛ। ପିଲାମାନେ ବହୁତ ବୁଝୁଛନ୍ତି ଏ ସମୟରେ ଆମେ ଏହିପରି ହେବା ପାଇଁ ପୁରୁଷାର୍ଥ କରୁଛୁ। ପୁରୁଷାର୍ଥ କୌଣସି ବଡ଼ କଥା ନୁହଁ। କିନ୍ତୁ ବାବା ସବୁ ଡ୍ରାମାର ରହସ୍ୟ ଆସି ଆମକୁ ଏବେ ବୁଝାଉଛନ୍ତି। ଯେପରି ବାବା ବୁଝାଉଛନ୍ତି ଶିବ ଏବଂ ଶଙ୍କରଙ୍କୁ କାହିଁକି ମିଶାଇ ଦେଇଛନ୍ତି। ଶଙ୍କରଙ୍କର ତ ଏ ସୃଷ୍ଟିରେ ପାର୍ଟ ହିଁ ନାହିଁ। ତେଣୁ ବାବା କହୁଛନ୍ତି ପିଲାମାନଙ୍କୁ ଶିବ ବାବାଙ୍କର ମଧ୍ୟ ଏ ସମୟରେ ପାର୍ଟ ରହିଛି, ଯିଏକି ଆସି ଜ୍ଞାନ ଦେଉଛନ୍ତି। ପୁଣି ନିର୍ବାଣ ଧାମକୁ ଚାଲି ଯାଉଛନ୍ତି। ବାବା କହୁଛନ୍ତି ଡ୍ରାମାରେ ନଥିଂ ନ୍ୟୁ, ମାନେ ଯାହା ହେଇଥିଲା ତାହା ହଉଛି। 5000 ବର୍ଷ ପୂର୍ବରୁ ଯାହା ହେଇଥିଲା ତାହା ପୁନରାବୃତ୍ତି ହଉଛି। ତାହେଲେ ବାବା କହୁଛନ୍ତି ନୂଆ ଦୁନିଆକୁ ଯିବାକୁ ପଡିବ। ସେଇଟା ହେଲେ କ'ଣ ନୂଆ ଦୁନିଆ? ସେଇଟା ହେଲେ ମଧ୍ୟ କିଛି ନାହିଁ। ସେଇଟା ମଧ୍ୟ 5000 ବର୍ଷ ତଳେ ନୂଆ ଦୁନିଆ ହେଇଥିଲା, କିନ୍ତୁ ଆମର ମନେ ନାହିଁ ନା, ଆମେ ସବୁ ଭୁଲି ଯାଇଛେ ନା। ନୂଆ ଦୁନିଆ କ'ଣ କହିବା? ସେଇଟା ହେଲେ ତ ଗୋଟେ ଏମିତି ଗୋଟେ ନୂଆ ଦୁନିଆ କାହିଁକି କହିବା ନା, ସକାଳ ଓଳି କାହିଁକି କହିବା? 24 ଘଣ୍ଟା ତ ଚାଲିଛି ନା, ଦିନ ପରେ ରାତି, ରାତି ପରେ ଦିନ। ଆଉ ସକାଳ ଓଳି କାହିଁକି କହିବା? 24 ଘଣ୍ଟା ଚକ୍ର କହିଦେଲେ ହବନି କି? ଏବେ ରାତି ଓଳି କାହିଁକି କହୁଛେ? ସକାଳ ଓଳି କାହିଁକି କହୁଛେ? ସମୟକୁ ବୁଝିବା ପାଇଁ, ବାସ୍ ସମୟକୁ ବୁଝିବା ପାଇଁ ଗୋଟେ ନାଁ ଦିଆ ହେଲା। ସେମିତି ନୂଆ ଦୁନିଆ, ପୁରୁଣା ଦୁନିଆ। ଆତ୍ମା ସତ ପ୍ରଧାନ ଥିଲେ ଯୋଉ ସମୟରେ ଆସୁଛି ତାକୁ ନୂଆ ଦୁନିଆ କୁହାଯାଉଛି। ଆତ୍ମା ତମ ପ୍ରଧାନରେ ଯୋଉ ସମୟରେ ଆସୁଛି ତାକୁ ପୁରୁଣା ଦୁନିଆ କୁହାଯାଉଛି। ବାନପ୍ରସ୍ଥି ହେବା ଅର୍ଥାତ୍ ଗୁରୁଙ୍କ ଦ୍ୱାରା ବାଣୀରୁ ଉର୍ଦ୍ଧ୍ୱକୁ ଯିବାର ପୁରୁଷାର୍ଥ କରିବା। ପିଲାମାନଙ୍କୁ ସମ୍ପଦ ଦେଇ ନିଜେ ବାନପ୍ରସ୍ଥାକୁ ଚାଲି ଯାଉଛନ୍ତି, ନିର୍ବାଣ ଧାମକୁ ଚାଲି ଯାଉଛନ୍ତି ନା। କିନ୍ତୁ ଘରକୁ ଫେରି ଯାଇପାରିବେ ନାହିଁ, କାହିଁକି ନା ବିକାରୀ ଭ୍ରଷ୍ଟାଚାର ଅଟନ୍ତି। ପିଲାମାନଙ୍କୁ ସମ୍ପତ୍ତି ଦେଇ ବାନପ୍ରସ୍ଥ ଅବସ୍ଥା ପଳେଇଲେ ମଧ୍ୟ, ଚାहे ଗୁରୁ ହୁଅନ୍ତୁ, ସନ୍ନ୍ୟାସୀ ହୁଅନ୍ତୁ କି ରାଜା ହୁଅନ୍ତୁ, କେହି ମଧ୍ୟ ପରମ ଧାମ ଯାଇପାରିବେ। ସମସ୍ତେ ଏଇଠି ହିଁ ଜନ୍ମ ନେବେ। ଏହି ଲକ୍ଷ୍ମୀନାରାୟଣ ନିର୍ବିକାର, ସେମାନଙ୍କର ବିକାର ଦ୍ୱାରା ଜନ୍ମ ହେଉନି, ସେଥିପାଇଁ ଶ୍ରେଷ୍ଠାଚାରୀ କହୁଛନ୍ତି। କୁମାରୀମାନେ ନିର୍ବିକାର ଅଟନ୍ତି, ସେଥିପାଇଁ ତାଙ୍କ ସମ୍ମୁଖରେ ମୁଣ୍ଡ ନୁଆଇଥାନ୍ତି। ତେଣୁ ବାବା ବୁଝାଇଛନ୍ତି ଯେ ଏଠାରେ ଶଙ୍କରଙ୍କର କୌଣସି ପାର୍ଟ ହିଁ ନାହିଁ। ବାକି ପ୍ରଜାପିତା ବ୍ରହ୍ମା ତ ନିଶ୍ଚୟ ପ୍ରଜାଙ୍କର ପିତା ହେଲେ ନା। ଶିବ ବାବାଙ୍କୁ ତ ଆତ୍ମାମାନଙ୍କର ପିତା ବୋଲି କୁହାଯାଏ। ସେ ହେଉଛନ୍ତି ଅବିନାଶୀ ପିତା। ଏ ଗୁହ୍ୟ କଥାକୁ ଭଲ ଭାବରେ ଧାରଣ କରିବାକୁ ହେବ। ବଡ଼ ବଡ଼ ଫିଲୋସଫରଙ୍କୁ ବହୁତ ଉପାଧି ମିଳିଥାଏ। ଶ୍ରୀ ଶ୍ରୀ 108 ଉପାଧି ମଧ୍ୟ ବିଦ୍ୱାନମାନଙ୍କୁ ମିଳିଥାଏ। ବନାରସ କଲେଜରୁ ପାସ୍ କରି ଉପାଧି ନେଇ ଆସୁଛନ୍ତି। ବାବା ସେଥିପାଇଁ ଗୁପ୍ତାଜୀଙ୍କ ବନାରସ ପଠାଇଥିଲେ ଯେ ସେମାନଙ୍କୁ ଯାଇ ବୁଝାଅ କି ବାବାଙ୍କର ଉପାଧିକୁ ମଧ୍ୟ ନିଜ ଉପରେ ରଖି ବସିଛ। ବାବାଙ୍କୁ ଶ୍ରୀ ଶ୍ରୀ 108 ଜଗତଗୁରୁ କୁହାଯାଉଛି। ବ୍ରହ୍ମା ବାବା ବହୁତ କିଛି କରୁଛନ୍ତି, ବହୁତ ସେବା କରୁଛନ୍ତି, କିନ୍ତୁ କୌଣସି ଗୋଟେ ମେଡାଲ ମିଳିଲାନି ବ୍ରହ୍ମା ବାବାଙ୍କୁ। ସତ୍ୟ ଯୁଗରେ ମିଳିଲା, ଭଗବାନ ଦେଲେ, କିନ୍ତୁ କୌଣସି ମଣିଷ ହାତରେ ତାଙ୍କୁ ମିଳିଲାନି। ଚିହ୍ନି ପାରିଲେନି ନା, ପରମାତ୍ମା ତାଙ୍କ ଦେହରେ ଆସିଛନ୍ତି। ସତରେ ବ୍ରହ୍ମା ବାବାଙ୍କୁ କଳିଯୁଗ ମଣିଷ ଚିହ୍ନି ପାରିଲେନି। ଦେଖ ଏସବୁ ଶାସ୍ତ୍ରରେ ଏଇଟାର ଏକ୍ସାମ୍ପଲ ଦିଆହେଇଛି ନା। ଯେତେବେଳେ ଶ୍ରୀରାମ ଥିଲେ ସେତେବେଳେ ରାବଣ ଥିଲା। ରାବଣ ଶ୍ରୀରାମଙ୍କୁ ମାରିବା ପାଇଁ ଲାଗିଥିଲା। ସେ ଜାଣିପାରିଲାନି ଯେ ଶ୍ରୀରାମ ଭଗବାନ ବୋଲିରେ। ଶ୍ରୀକୃଷ୍ଣ ଥିଲା ଆଡ଼େ, କଂସ ଥିଲା, ସେ ଲାଗି ପଡୁଥିଲା ଶ୍ରୀକୃଷ୍ଣଙ୍କୁ ମାରିବା ପାଇଁ। ସେ ଜାଣିନଥିଲା ଶ୍ରୀକୃଷ୍ଣ ଭଗବାନ। ଭକ୍ତିରେ କ'ଣ ଶ୍ରୀକୃଷ୍ଣଙ୍କୁ ଭଗବାନ, ଶ୍ରୀରାମଙ୍କୁ ଭଗବାନ ବୋଲି କହୁଛନ୍ତି ନା, କିନ୍ତୁ ମାରିବା ପାଇଁ ଲାଗି ପଡିଥିଲେ ନାହିଁ। ସେମିତି ଅନ୍ୟ ଧର୍ମରେ ଯୀଶୁଖ୍ରୀଷ୍ଟଙ୍କୁ ଶୂଳୀରେ ଚଢ଼େଇ ଦେଲେ। ଏବେ ତାଙ୍କର କେତେ ଫଲୋଅର?
ସବୁ ଧର୍ମରେ ଧର୍ମ ପିତାଙ୍କୁ ଗୋଡ଼େଇ ତୋଡ଼େଇ ମାରୁଛନ୍ତି, ତାପରେ ଫିଲ୍ କରୁଛନ୍ତି ଏ ଆମ ଧର୍ମ ପିତାକୁ ଆମେ ମାରିଦେଲୁ ବୋଲି। ଏବେ ମଧ୍ୟ ସେଇ ହାଲତ, ଏ କଳିଯୁଗରେ ମଧ୍ୟ ପରମାତ୍ମା ଆସନ୍ତି ଜାଣୁନାହାନ୍ତି, ପରେ କଳ୍ପ ସାରା କଳ୍ପ ତାଙ୍କର ପୂଜା ବିଧି ଅର୍ଚ୍ଚନା ଚଲାଉଛନ୍ତି। ଥିବା ସମୟରେ ମୂଲ୍ୟ ବୁଝୁନାହାନ୍ତି, ସମୟଟା ବିତିଗଲା ପରେ ତା ବିଷୟରେ ଭାବୁଛନ୍ତି, ହେଲେ ଆଉ କିଛି କରିବାକୁ ସେତେବେଳେ ନଥାଉଛି। ଏମିତି ମାନେ ଯେମିତି ଗୋଟେ ଲୋକ ସମୁଦ୍ର କୂଳରେ ଅନ୍ଧାରରେ ବୁଲୁଛି, ବୁଲିଲାଠୁ ତା ଗୋଡ଼କୁ ପଥର ଯାହା ବାଜିଲା, ପଥର ବାଜିଲେ ସେ ସବୁ ଉଠେଇଲା, ଉଜ୍ଜଳ ହେଲା ଯାଏ, ସକାଳ ହେଲା ଯାଏ ସେ ଗୋଟେ ଗୋଟେ ପଥର ପାଣିକି ଫିଙ୍ଗୁଛି। ପୁରା ଯେତେବେଳେ ଉଜ୍ଜଳ ହେଲା ଲାଷ୍ଟ ପଥରଟା ଧରିଛି, ଦେଖିଲା ଆରେ ଏଇଟା ତ ହୀରାଟା, ମାନେ ମୁଁ ରାତି ସାରା ଏତେ ହୀରା ସମୁଦ୍ର ଫିଙ୍ଗିଦେଲି। ଯେତେବେଳେ ସକାଳ ହେଲା ଜାଣିଲା ଆଡ଼ୁ ତ ସବୁ ଫିଙ୍ଗି ସାରିଲାଣି। ସେମିତି ସମୟର ମୂଲ୍ୟକୁ ଆମେ ଜାଣୁନେ। ଏ ସଙ୍ଗମ ଯୁଗ ହେଉଛି ହୀରା ଗୋଟାଏର ସମୟ, କିନ୍ତୁ ଆକୁ ପଥର ବୋଲି ଭାବେ ଆମେ ୱେଷ୍ଟ କରିଦେଉଛେ। ଯେତେବେଳେ ସତ୍ୟଯୁଗ ସକାଳ ଆସିବ ସେତେବେଳେ ସବୁ ହୀରା ତୁଲ୍ୟ ସମୟ ସବୁ ସରିଯାଇଥିବ, ଆମ ପାଖରେ କିଛି ଜମା ନଥିବ। ତେଣୁ ବାବାଙ୍କୁ ଶ୍ରୀ ଶ୍ରୀ 108 ଜଗତଗୁରୁ କୁହାଯାଉଛି। ମାଳା ହିଁ 108 ରହିଥାଏ। 8 ରତ୍ନର ମଧ୍ୟ ଗାୟନ ରହିଛି, ସେମାନେ ସମ୍ମାନର ସହିତ ପାସ୍ କରୁଛନ୍ତି, ସେଥିପାଇଁ ଭକ୍ତମାନେ ତାଙ୍କର ଜପ କରୁଛନ୍ତି। ପୁଣି ତାଙ୍କଠାରୁ କମ୍ 108ର ପୂଜା କରୁଛନ୍ତି। ଯଜ୍ଞ ରଚନା କଲେ କେହି 1000, କେହି 10,000, 50,000, ଲକ୍ଷେ ଶାଳିଗ୍ରାମ ମଧ୍ୟ ତିଆରି କରିଥାନ୍ତି। ମାଟିରେ ତିଆରି କରି ପୁଣି ଯଜ୍ଞ ରଚନା କରିଥାନ୍ତି। ଯେତେ ଭଲରୁ ଭଲ ସେଟ୍, ବଡ଼ରୁ ବଡ଼ ସେଟ୍ ହୋଇଥିଲେ ଲକ୍ଷ୍ୟ ତିଆରି କରିବା। ବାବା ବୁଝାଇଛନ୍ତି ମାଳା ତ ବଡ଼ ଅଟେ ନା, 16,108ର ମାଳା ତିଆରି କରୁଛନ୍ତି। ଏକଥା ତୁମମାନଙ୍କୁ ବାବା ବସି ବୁଝାଉଛନ୍ତି। ତୁମମାନେ ସମସ୍ତେ ବାବାଙ୍କ ସହିତ ଭାରତର ସେବା କରୁଛ। ବାବାଙ୍କର ପୂଜା ହେଉଛି, ତେଣୁ ପିଲାମାନଙ୍କର ମଧ୍ୟ ପୂଜା ହେବା ଦରକାର। ଏକଥା ଜାଣିନାହାନ୍ତି ଯେ ରୁଦ୍ର ପୂଜା କାହିଁକି ହେଉଛି। ସମସ୍ତେ ତ ଶ୍ରୀ ବାବାଙ୍କର ସନ୍ତାନ ଅଟନ୍ତି। ଏ ସମୟରେ ସୃଷ୍ଟିର ଜନସଂଖ୍ୟା କେତେ ରହିଛି? ଏଠାରେ ଥିବା ସମସ୍ତ ଆତ୍ମା ଶ୍ରୀ ବାବାଙ୍କର ସନ୍ତାନ ଅଟନ୍ତି ନା, କିନ୍ତୁ ସମସ୍ତେ ସହଯୋଗୀ ହେଉନାହାନ୍ତି। ବାବାଙ୍କୁ ଦୟା ଲାଗୁନି ଦିଦି? ମାନେ ଭାରତରେ 140 କରୋଡ଼ ଲୋକ ଅଛନ୍ତି, ଆଉ ଭାରତ ହେଉଛି ଧର୍ମ ଦେବତା ମାନଙ୍କର ଦେଶ ବୋଲି କୁହାଯାଉଛି, ଭଗବାନଙ୍କର ଦେଶ ବୋଲି କୁହାଯାଉଛି। ବାବାଙ୍କୁ ଦୟା ଲାଗୁନି? ମୋର ଏତେ ପିଲା ଜାଣିପାରୁନାହାନ୍ତି, ଦୟା ଲାଗୁଛି, କେମିତି କ'ଣ କରିକି ମୋ ପରିଚୟ ଦେଇ, ଏଇଟା ବାବାଙ୍କୁ ଏଇଟା ଦୟା ଲାଗୁଛି ବୋଲି ତ 90 ବର୍ଷ ହେଲା ବୁଝୁଛନ୍ତି ଆମକୁ, କିନ୍ତୁ ବାବା ବୁଝୁଛନ୍ତି ଏଇଟା ଡ୍ରାମା, ଭେରାଇଟି ରୋଲ୍ ଏମାନେ ପ୍ଲେ କରିବେ, ଚିନ୍ତା କରୁନାହାନ୍ତି। ଦୟାର ସାଗର ଦୟା କରୁଛନ୍ତି ବାବା, ଦୟାର ସାଗର, ଆମେ ଚିନ୍ତାର ସାଗର। ସେ ସବୁ କରି ଦୟା କରୁଛନ୍ତି ଆମ ଉପରେ, ଆମେ ଯେ ଟିକେ କ'ଣ ହେଲେ ବଡ଼ ଚିନ୍ତା। ବର୍ତ୍ତମାନ ତୁମେ ଯେତେ ଯୋଗ କରିବ ସେତେ ଶ୍ରେଷ୍ଠ ହେବ। ତୁମେ ପୂଜା ଯୋଗ୍ୟ ହେଉଛ। ଏପରି ଆଉ କାହାର ଶକ୍ତି ନାହିଁ ଯେ କି ଏଇ କଥା ବୁଝାଇବେ। ସେଥିପାଇଁ କହିଦେଉଛନ୍ତି ଈଶ୍ୱରଙ୍କର ଅନ୍ତ କେହି ହେଲେ ଜାଣିନାହାନ୍ତି। ବାବା ହିଁ ଆସି ବୁଝାଉଛନ୍ତି। ବାବାଙ୍କୁ ଜ୍ଞାନର ସାଗର କୁହାଯାଉଛି, ତେବେ ନିଶ୍ଚୟ ସେ ଜ୍ଞାନ ଦେଉଥିବେ ନା। ପ୍ରେରଣାର କଥା ତ ନାହିଁ। ଭଗବାନ କୌଣସି ପ୍ରେରଣା ଦ୍ୱାରା ବୁଝୁଛନ୍ତି କି? ନା, ତୁମେ ଜାଣିଛ ତାଙ୍କ ପାଖରେ ସୃଷ୍ଟିର ଆଦି ମଧ୍ୟ ଅନ୍ତର ଜ୍ଞାନ ରହିଛି। ସେଇ ଜ୍ଞାନ ସେ ତୁମମାନଙ୍କୁ ଶୁଣାଉଛନ୍ତି। ଏ ନିଶ୍ଚୟତା ରହିଛି, ନିଶ୍ଚୟ ଥାଇ ମଧ୍ୟ ବାବାଙ୍କୁ ଭୁଲି ଯାଉଛନ୍ତି। ବାବା ଆସନ୍ତି, ନିଶ୍ଚୟ ଅଛି, ହେଲେ ମଧ୍ୟ ବାବାଙ୍କୁ ଭୁଲି ଯାଉଛନ୍ତି। ବାବାଙ୍କର ସ୍ମୃତି ହିଁ ହେଉଛି ପାଠପଢ଼ାର ସାରାଂଶ। ଏତେ ବାବା ବୁଝୁଛନ୍ତି, ବାବା ମନେ ପକାଇଲେ ଯୋଗର ଯାତ୍ରା ଦ୍ୱାରା କର୍ମାତୀତ ଅବସ୍ଥାକୁ ପାଇବା ପାଇଁ ପରିଶ୍ରମ କରିବାକୁ ପଡ଼ୁଛି। ଏଥିରେ ହିଁ ମାୟାର ବିଘ୍ନ ଆସୁଛି, ପାଠପଢ଼ାରେ ଏତେ ବିଘ୍ନ ଆସୁନି। ଶଙ୍କରଙ୍କ ନିମନ୍ତେ କହନ୍ତି ଶଙ୍କର ଆଖି ଖୋଲିଲେ ବିନାଶ ହୁଏ, ଏହା କହିବା ମଧ୍ୟ ଠିକ୍ ନୁହେଁ। ବାବା କହୁଛନ୍ତି ନା ମୁଁ ବିନାଶ କରୁଛି, ନା ସିଏ କରୁଛନ୍ତି, ଏକଥା ସମ୍ପୂର୍ଣ୍ଣ ଭୁଲ ଅଟେ। ବାବା ବିନାଶ କରୁନାହାନ୍ତି। ସବୁ ବାବାଙ୍କର ପିଲାମାନେ ଅଛନ୍ତି ଅଭିତକ, ମାନେ ସେ ସବୁ ପୂର୍ବ ଜନ୍ମରେ ବାବାଙ୍କୁ ଜାଣିଥିଲେ ଆଉ ବହୁତ ପୁଣ୍ୟ କର୍ମ କରିଥିଲେ। ଯେତିକି ସବୁ ବାବାଙ୍କର ଷ୍ଟୁଡେଣ୍ଟ ମାନେ ଅଛନ୍ତି, ପୂର୍ବ ଜନ୍ମରେ ଜାଣିନଥିଲେ, ପୂର୍ବ କଳ୍ପରେ ଜାଣିଥିଲେ। ସେଥିପାଇଁ ଏ କଳ୍ପରେ ମଧ୍ୟ ଜାଣିଛନ୍ତି। ଯେ ପୂର୍ବ ଜନ୍ମରେ ଜାଣିଥିବ ସେ ପିଲାରୁ ଆଉଥରେ ଜ୍ଞାନ ଶୁଣିବାର ଆରମ୍ଭ କରିଦେବ। ଆମେ କହୁଛୁ ନା ଏ ଭାଇ ଭଉଣୀ ଏବେ ଆସିଲେ କେତେ ଆଗକୁ ପଳେଇଲେ, ଭଲେ ସେ ଜନ୍ମରୁ ଛୋଟରୁ ଆସୁନାହାନ୍ତି, ଏବେ ରିସେଣ୍ଟଲି ଆସିଲେ ଖୁବ୍ ସ୍ପିଡ୍ ପୁରୁଷାର୍ଥ କରୁଛନ୍ତି। ଏଇ ମଧ୍ୟ ତାଙ୍କ ପୂର୍ବ ଜନ୍ମରେ ବହୁତ ଜ୍ଞାନ ଶୁଣିଥିଲେ, ଜ୍ଞାନ ସଂସ୍କାର ଥିଲା ହେଲେ ଏବେ ଆସୁ ଆସୁ ସେମାନେ ପିକଅପ୍ କରିଦେଲେ ଜ୍ଞାନଟାକୁ। ଏମିତି ଦେବତା ମାନେ କ'ଣ ପାପ କରିବେ କି? ଏବେ ଶିବ ବାବା ବସି ଏ କଥା ବୁଝୁଛନ୍ତି। ଆତ୍ମାର ଶରୀର ହେଉଛି ରଥ। ଦେବତା ମାନେ କେବେ ରାଗୁଥିଲେ କି? ଦେବତା ମାନେ କେବେ କାହାର ନିନ୍ଦା କରୁଥିଲେ କି? ନାଇଁ ନା। ତ ଦେବତା ମାନେ କ'ଣ ପାପ କରିବେ କି? ଏବେ ଶିବ ବାବା ସବୁ ବୁଝୁଛନ୍ତି। ଆତ୍ମାର ଶରୀର ହେଉଛି ରଥ। ପ୍ରତ୍ୟେକ ଆତ୍ମା ନିଜସ୍ୱ ରଥ ଉପରେ ବସିଛନ୍ତି। ବାବା କହୁଛନ୍ତି ମୁଁ ଏହାଙ୍କର ଶରୀରକୁ ଧାର ନେଉଛି, ସେଥିପାଇଁ ମୋର ଜନ୍ମକୁ ଦିବ୍ୟ ଅଲୌକିକ ବୋଲି କୁହାଯାଉଛି। ଏବେ ତୁମର ବୁଦ୍ଧିରେ 84 ଜନ୍ମର ଚକ୍ର ରହିଛି।
ଜାଣିଛ ଯେ ଏବେ ଆମେ ଘରକୁ ଯାଉଛୁ ପୁଣି ସ୍ୱର୍ଗକୁ ଆସିବା। ବାବା ବହୁତ ସହଜ କରି ବୁଝାଉଛନ୍ତି, ଏଥିରେ ହାର୍ଟ ଫେଲ୍ ହେବା ଅନୁଚିତ। ବାବା ଏତେ ସହଜ କରି ବୁଝାଉଛନ୍ତି। ବୁଝା ପଡ଼ୁନି ବାବାଙ୍କୁ ପଚାର, ବାବା ମୋତେ କଥାଟା ବୁଝା ପଡ଼ୁନି, ବାବା ମୋତେ ଟିକେ ବୁଝେଇ ଦିଅ। ବାବା ଟଚ୍ କରେଇବେ, କାହା ନା କାହା ଦ୍ୱାରା ବୁଝେଇବେ, ବାକି ହାର୍ଟ ଫେଲ୍ ହୁଅନି। କହୁଛନ୍ତି ବାବା ଆମେ ପଢ଼ା ଲେଖା ଜାଣିନୁ, ମୁଖରୁ କେହି ହେଲେ କିଛି ହେଲେ ବାହାରୁନି, କିନ୍ତୁ ଏପରି ତ ହୁଏ ନାହିଁ, ମୁଖ ତ ନିଶ୍ଚୟ ଚାଲୁଛି, ଖାଇବା ସମୟରେ ମୁଖ ଚାଲୁଛି ନା, ବାଣୀ ବାହାରିବ ନାହିଁ ଏକଥା ତ ହୋଇପାରିବନି। ବାବା ମୁଖରୁ ବାଣୀ ବାହାରୁନି, ଆଉ କହିଲେ ଖାଇଲା ବେଳେ ପାଟିଟା ଖୋଲୁଛ ନା ନାଇଁ, ପାଟି ଖୋଲିଲେ ତ ଖାଉଛ, ସେମିତି ପାଟିରୁ ବାବାଙ୍କର ଜ୍ଞାନ ବାହାର କର। ବାବା ବହୁତ ସରଳ କରି ବୁଝାଇଛନ୍ତି। କେହି ମୌନରେ ରହିଲେ ମଧ୍ୟ ଉପରକୁ ଇସାରା କରିଦିଅନ୍ତି ଯେ ତାଙ୍କୁ ମନେ ପକାଅ। ଦୁଃଖକର୍ତ୍ତା ସୁଖକର୍ତ୍ତା ସିଏ ହିଁ ଏକମାତ୍ର ଦାତା ଅଟନ୍ତି। ଭକ୍ତି ମାର୍ଗରେ ମଧ୍ୟ ଦାତା ତ ବର୍ତ୍ତମାନ ସମୟରେ ମଧ୍ୟ ସେ ଦାତା, ଭକ୍ତିରେ ମଧ୍ୟ ସିଏ ହିଁ ଦାତା, ଜ୍ଞାନ ମାର୍ଗରେ ଏବେ ମଧ୍ୟ ସିଏ ଜଣେ ହିଁ ଦାତା। ଯେ ଯାହାକୁ ମାଗନ୍ତୁ ଦବାବାଲା ସେ ଦାତା ଜଣେ। ପୁଣି ବାନପ୍ରସ୍ଥରେ ଶାନ୍ତି ହିଁ ଶାନ୍ତି ରହିଛି। ପିଲାମାନେ ମଧ୍ୟ ଶାନ୍ତି ଧାମରେ ରହୁଛନ୍ତି। ଆତ୍ମାରେ ପାଠ ନିଧାର୍ଯ୍ୟ ହୋଇ ରହିଛି, ଯାହାକି ଅଭିନୟ କରୁଛି। ବର୍ତ୍ତମାନ ଆମର ପାଠ ହେଉଛି ବିଶ୍ୱକୁ ନୂଆ କରିବା। ଆମର ପାଠ କ'ଣ ହେଲା? ବିଶ୍ୱକୁ ନୂଆ କରିବା। ତାଙ୍କର ନାମ ବହୁତ ଭଲ, ହେଭେନଲି ଗଡ୍ ଫାଦର। ବାବା ସ୍ୱର୍ଗର ରଚୟିତା ଅଟନ୍ତି। ବାବା କ'ଣ ନର୍କ ରଚନା କରିବେ କି? ପୁରୁଣା ଦୁନିଆ କେହି ରଚନା କରନ୍ତି କି? ଘର ସର୍ବଦା ନୂଆ ତିଆରି କରାଯାଇଥାଏ। ଶ୍ରୀ ବାବା ବ୍ରହ୍ମାଙ୍କ ଦ୍ୱାରା ନୂଆ ଦୁନିଆ ରଚନା କରୁଛନ୍ତି। ଏହାଙ୍କୁ ପାଠ ମିଳିଛି। ଏ ପୁରୁଣା ଦୁନିଆରେ ଯେଉଁ ମନୁଷ୍ୟମାନେ ରହୁଛନ୍ତି ସେମାନେ ପରସ୍ପରକୁ ଦୁଃଖ ହିଁ ଦେଉଛନ୍ତି। ଏ ପୁରୁଣା ଦୁନିଆରେ ଯେଉଁ ମନୁଷ୍ୟମାନେ ରହିଛନ୍ତି ସେମାନେ ପରସ୍ପରକୁ ଦୁଃଖ ହିଁ ଦେଉଛନ୍ତି। ସ୍ୱାର୍ଥର ଦୁନିଆ, ନିଜ ପାଇଁ ଭାବୁଛନ୍ତି। ତୁମେ ଜାଣିଛ ଆମେ ହେଲୁ ଶ୍ରୀ ବାବାଙ୍କର ସନ୍ତାନ। ଏବେ ସରଦାରୀ ପ୍ରଜାପିତା ବ୍ରହ୍ମାଙ୍କର ପଶ୍ୟ ସନ୍ତାନ ହୋଇଛୁ। ରଚୟିତା ଶ୍ରୀ ବାବା ଆମ ଜ୍ଞାନ ଶୁଣାଉଛନ୍ତି, ଯିଏକି ନିଜ ରଚନାର ଆଦିମତ୍ୟ ଅନ୍ତର ଜ୍ଞାନ ଶୁଣାଉଛନ୍ତି। ଏହିପରି ହେବା ହିଁ ତୁମର ଲକ୍ଷ୍ୟ ଅଟେ। ମନୁଷ୍ୟମାନଙ୍କୁ ଦେଖ କେତେ ଖର୍ଚ୍ଚ କରି ମାର୍ବଲର ମୂର୍ତ୍ତି ତିଆରି କରୁଛନ୍ତି। ଏହା ହେଉଛି ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ, ୱାର୍ଲଡ ୟୁନିଭର୍ସିଟି, ଯାହା ମଧ୍ୟରେ ସାରା ୟୁନିଭର୍ସ ହିଁ ପରିବର୍ତ୍ତନ କରାଯାଉଛି। ବାବା କ'ଣ କଲେ? ମଣିଷ ଦେଖ କେତେ ଖର୍ଚ୍ଚ କରୁଛି, ମାର୍ବଲର ମୂର୍ତ୍ତି ତିଆରି କରି ପୂଜା କରୁଛି, କିନ୍ତୁ ଏଇଠି ପୂଜା ବୁଦ୍ଧି ନାହିଁ। ଡାଇରେକ୍ଟ ହେଭେନଲି ଗଡ୍ ଫାଦର, ସ୍ୱର୍ଗର ରଚୟିତା ପରମାତ୍ମା ଆସିଛନ୍ତି ଆମକୁ ସାରା ୟୁନିଭର୍ସ ବିଶ୍ୱର ପରିବର୍ତ୍ତନ ଆମ ଦ୍ୱାରା କରାଉଛନ୍ତି, ଆମକୁ ସେ ଦୁନିଆର ମାଲିକ କରୁଛନ୍ତି। ସେମାନଙ୍କର ସବୁ ଆସୁରୀ ଚରିତ୍ର ରହିଛି। ସେମାନେ ସମସ୍ତଙ୍କୁ ଆଦି ମଧ୍ୟ ଅନ୍ତ ଦୁଃଖ ଦେଉଛନ୍ତି। ଏହା ଈଶ୍ୱରୀୟ ୟୁନିଭର୍ସିଟି, ଏହା କେବଳ ଗୋଟିଏ ହିଁ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ, ଯାହାକୁ ସ୍ୱୟଂ ଈଶ୍ୱର ଆସି ଖୋଲୁଛନ୍ତି, ଯାହାଦ୍ୱାରା ସାରା ବିଶ୍ୱର କଲ୍ୟାଣ ହେଉଛି। ୟୁନିଭର୍ସିଟି ବିଶ୍ୱବିଦ୍ୟାଳୟ କହିଲା କାହିଁକି ନା ସାରା ବିଶ୍ୱର କଲ୍ୟାଣ ପରମାତ୍ମା ସେ ଏବେ କରୁଛନ୍ତି। ସେଥିପାଇଁ ଏଠି ପାଠ ପଢ଼ା ହେଉଛି ସବୁବେଳେ ଏକ୍ସପେଣ୍ଡ କର, ଏକ୍ସପେଣ୍ଡ ୟୋର ହାର୍ଟ, ଏକ୍ସପେଣ୍ଡ ୟୋର ମାଇଣ୍ଡ, ଏକ୍ସପେଣ୍ଡ ୟୋର ଥଟ୍ସ। ଯେତେ ଆମର ହୃଦୟ ଆମର ବୁଦ୍ଧିକୁ ପ୍ରଶସ୍ତ କରିବା ସେତେ ସଂସାରର ଶୀଘ୍ରାତିଶୀଘ୍ର କଲ୍ୟାଣ ହେବ। ତୁମମାନଙ୍କୁ ଏବେ ଭୁଲ ଏବଂ ଠିକ୍ର ଜ୍ଞାନ ମିଳୁଛି। ଆଉ କୌଣସି ମନୁଷ୍ୟ ନାହାନ୍ତି ଯିଏକି ଏକଥା ବୁଝୁଥିବେ। ବାବା ହିଁ ରାଇଟିୟସ୍ ଅଟନ୍ତି, ଯିଏକି ଭୁଲ ଠିକ୍ ବୁଝାଇଥାନ୍ତି, ଯାହାଙ୍କୁ ସତ୍ୟ ବୋଲି କୁହାଯାଉଛି। ସତ୍ୟମ ଶିବମ ସୁନ୍ଦରମ୍। ବାବା ହିଁ ଆସି ପ୍ରତ୍ୟେକଙ୍କୁ ରାଇଟିୟସ୍ ଅର୍ଥ ସଦାଚାରୀ କରୁଛନ୍ତି। ରାଇଟିୟସ୍ ହେଲେ ପୁଣି ମୁକ୍ତିକୁ ଯାଇ ଜୀବନ ମୁକ୍ତିରେ ଆସିବେ। ଡ୍ରାମାକୁ ମଧ୍ୟ ତୁମମାନେ ଜାଣିଛ, ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଅଭିନୟ କରିବା ପାଇଁ କ୍ରମାନ୍ୱୟରେ ଆସୁଛନ୍ତି। ଏହି ଖେଳ ଅନବରତ ଚାଲୁଛି, ଡ୍ରାମା ସୁଟ୍ ହୋଇ ଚାଲିଛି। ଏହି ଖେଳ ଅନବରତ ଚାଲୁଛି, ଡ୍ରାମା ସୁଟ୍ ହୋଇ ଚାଲିଛି। ପ୍ରତ୍ୟେକ ସେକେଣ୍ଡ ଯାହା 5000 ବର୍ଷ ତଳେ ହେଇଥିଲା ସେଇଟା ହିଁ ଏବେ ରିପିଟ୍ ହେଉଛି। ଏହା ସର୍ବଦା ନୂଆ ଅଟେ। ଡ୍ରାମା ସୁଟ୍ ହେଇ ଚାଲିଛି, ସର୍ବଦା ନୂଆ। ଯାହା ହେଇଥିଲା ସେଇଟା ହେଉଛି, କିନ୍ତୁ ସବୁବେଳେ ନୂଆ, କାରଣ ଆମକୁ କିଛି ମନ ନାହିଁ। ଏଇ ଡ୍ରାମା କେବେ ପୁରୁଣା ହେଉନି। ଆଉ ସବୁ ନାଟକ ଆଦି ବିନାଶ ହେଇଯାଉଛି। ଏହା ବେହଦର ଅବିନାଶୀ ଡ୍ରାମା ଅଟେ। ଏଥିରେ ସବୁ ଅବିନାଶୀ ପାର୍ଟ ରହିଛନ୍ତି। ଡ୍ରାମା ଅବିନାଶୀ, ଡାଇରେକ୍ଟର ଅବିନାଶୀ, ଆକ୍ଟର ମଧ୍ୟ ଏଠି ଅବିନାଶୀ। ଅବିନାଶୀ ଖେଳ ଅଥବା ଷ୍ଟେଜ ଦେଖ କେତେ ବିଶାଳ। ଏ ଷ୍ଟେଜ ମଧ୍ୟ ଅବିନାଶୀ, ଏ ଖେଳ ମଧ୍ୟ ଅବିନାଶୀ। ବାବା ଆସି ପୁରୁଣା ସୃଷ୍ଟିକୁ ପୁଣି ନୂଆ କରୁଛନ୍ତି। ସେ ସବୁର ତୁମକୁ ସାକ୍ଷାତକାର ହେବ। ସେହି ସମୟ ଯେତେ ନିକଟତର ହେଇ ଆସିବ ସେତେ ତୁମେ ଖୁସି ହେବ, ସାକ୍ଷାତକାର କରିବ। କୁହାଯିବ ଏବେ ପାଠ ପୁରା ହେଲା, ଡ୍ରାମାର ପୁଣି ପୁନରାବୃତ୍ତି ହେବ। ପୁଣି ନୂଆ କରି ଅଭିନୟ କରିବ, ଯାହା କଳ୍ପ ପୂର୍ବରୁ କରିଥିଲ। ଏଥିରେ ଟିକେ ହେଲେ ଫରକ ହୋଇପାରିବ ନାହିଁ। ସେଥିପାଇଁ ଯେତେ ଦୂର ସମ୍ଭବ ତୁମେ ସନ୍ତାନମାନଙ୍କୁ ଉଚ୍ଚ ପଦ ପାଇବା ଦରକାର। ସେଥିପାଇଁ ବହୁତ ପୁରୁଷାର୍ଥ କରିବାକୁ ହେବ। ଏଥିରେ ଝାଉଳି ପଡ଼ିବା ଉଚିତ ନୁହେଁ। ଡ୍ରାମାରେ ଯାହା କରାଇବାର ଥିବ ତାହା କରିବ। ଏକଥା କହିବା ମଧ୍ୟ ଭୁଲ ଏଟା, ଆମକୁ ତ ପୁରୁଷାର୍ଥ କରିବାକୁ ହିଁ ପଡ଼ିବ। ଡ୍ରାମା ଯାହା କରିବା ଆମେ କରିବା, ଆମକୁ ତ ପୁରୁଷାର୍ଥ କରିବାକୁ ଅଛି। ବାକି ଏମିତି କହିବାନି ଯେ
ଆମକୁ ତ ପୁରୁଷାର୍ଥ କରିବାକୁ ହିଁ ପଡ଼ିବ। କରିବା ତ କରୁଛେ, କରିବା କରି ଚାଲିଥିବା। ଆଚ୍ଛା, मीठे मीठे सिक्के लधे बच्चों प्रति माता पिता बाप दादा का याद प्यार और गुड मॉर्निंग। रूहानी बाप की रूहानी बच्चों को नमस्ते। हम रूहानी बच्चों के रूहानी बाप दादा को याद प्यार गुड मॉर्निंग और नमस्ते नमस्ते नमस्ते। धारणा पाई मुख्य सारांश। पाठ पढ़ार सारांश को बुद्धि रे रखी जोगर यात्रा द्वारा कर्मातीत अवस्था प्राप्त करिया हम। पाठ पढ़ार सारांश होचे जोग। जोग कले ही आम आत्मा संपूर्ण हवा, कर्मर प्रभाव मुक्त हवा, कर्मातीत अवस्था आसब, निंदा स्तुति मान अपमान मुक्त आम मन बुद्धि एक रस स्थिति रे स्थित हो पारे। तापाई दरकार जोग आ से जोग पाई दरकार पाठ। उच्च बा पूजनीय होगापी बाबांकर पूरा पूरा सहयोगी होगा पड़ो। आम उच्च हवा चाहूँ, श्रेष्ठ हवा चाहूँ, महान हवा चाहूँ, आम पूजनीय निश्चय हवा। से आमको बाबा कार्य सहयोगी होगा पड़ो। सहयोग कले बाबा जमी पूज्य तांकर कार्य जी सहयोग कला सी सहित तन्मन धन रे सहयोग करिया। पांच विकार को छाड़िबा प्लस स्वर द्वारा सेवा करिया, मन द्वारा करिया, धन द्वारा करिया। कहीं कथार अच्छी कौन दोहा बाबा कौन कहते, किसकी दबी रहेगी धूल में, किसके राजा खाए, किसके आग जलाए, किसकी चोर लूट करके ले जाए, सफल होगी उसके जो साईं की सेवा में लगाए। तन्मन धन जदि बाबा सेवार लगे ताले अंतमति सगति हो। बाबा याद रहिए नथले तन्मन धन जापाई लगेबा से ही मन पड़ो, जो द्वारा आमर अंतिम गति सेपरी हम। कौन ना कि मलाड़े क्या पुष्पक विमान आसी नहीं जाऊँगी, आउ क्या जमदूत मैंने आसी टाणी टाणी नौकरी। एक्चुअली पुष्पक विमान कौटे गोटे अलग फैक्ट्री अच्छी सूक्ष्म बतन में कौटे तैयारी आसी अच्छे ना जमदूत बड़ बड़ नाक नख थियार दांत थियार पाटी थियार अच्छा। अर्थ जी निजर तन्मन धन बाबा सेवार लगेला से बहुत खुशी रे आनंद रहा, हाल्का हाल्कार सर छाड़ी जीव। एटा भगवान ब्लेसिंग ताको मिलला। आउ जी अन्य कर्म लगेला मला आड़ू से प्रायश्चित पश्चाताप कर ईश्वर सेवा किसी कल मो पुण्यर खाता मुझे जमा करनी। से कौन कौन भूल करछि से भूल जाक गोटे गोटे आखि आगे नाचब से गोटे गोटे गणब सेटा ही प्रायश्चित हम। आईटा ही जम माने टाणी हो देहर जमी आत्माटा टाणी हो गला जीव से गोटे जेल भितर जमी थी फिल हम। से बाबा कौन कहते सहयोग बाबा कार्य जे सहयोग करे से बाबा सहित पूजा पाइयो। सेकेंड सत्य पिता द्वारा भूल ठीक जो ज्ञान मिली द्वारा न्याय संगत कर्म कर जीवन बंधन मुक्त होगा पड़ो। मुक्ति एवं जीवन मुक्तिर संपत्ति नेबाक हो। सत्य पिता भूल कौन ठीक कौन आम ज्ञान दौरान आधार में कर्म करिया ताहले बंधन मुक्त होगा। मुक्ति जीवन मुक्तिर संपत्ति बाबा आम पा। वरदान परस्पर भितर स्नेहर आदान प्रदान द्वारा समस्त को सहयोगी कराउथिबा सफलता मूर्त हो। समस्त को स्नेह देले समस्त को बाबा कार्य सहयोगी करे पारिया, जो द्वारा हमको सफलता प्राप्त हो। एबे ज्ञानर आदान प्रदान करिवार समय बीती गलानी, एबे स्नेहर आदान प्रदान कर। एबे कि शिक्षा नबा चाहना स्वयं भगवान आसी एत शिक्षा देले मत जे ग्रहण करने आमे ताको शिक्षा देले कौन से चेंज हो जियो कि बाबा कहले शिक्षार आवश्यक नहीं। एबे लव 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 एंड लव स्नेहर आदान प्रदान कर। जी भी तुम सम्मुख को आसुची बा संबंध आसुता स्नेह दियो एवं नियो। यह कोई कहुए समस्त स्नेही बा प्रिय हवा। जी आसे सामने ताको स्नेह दियो, स्नेह देले स्नेह मिलिबो। ज्ञानर दान अज्ञानी आत्मा मानकर किंतु ब्राह्मण परिवार ए दानर महादानी हो। ज्ञान अज्ञानी मानक दबा, ब्राह्मण तो सब ज्ञान जानते कौन ज्ञान शुणा। ये महादानी ही स्नेहर दान करिया। सुभावना ही सब बड़ शक्ति। मुखर बाणी द्वारा आम क्या परिवर्तन करें। जदि क्या परिवर्तन करने चाहूचे स्नेह देगे स्नेह क्या प्रति के तले आसो मन जदि जन सुभावना शुभ कामना रही ही आम ता प्रति स्नेहर भावना आसे। स्नेह द्वारा कौन सर्कस रे मास्टर हाथी गोड़ा बाघ वालों कंट्रोल कर तो आम कहीं न कर तेणु दरकार स्नेह। स्नेह होची सब बड़ अस्त्र। संकल्प क्या प्रति स्नेह व्यतीत अन्य किसी संकल्प उत्पन्न हो। संकल्प स्नेह छड़ा कौन संकल्प उत्पन्न हो। जिते समस्त प्रति स्नेह आसीज तेज स्नेहर प्रतिदान है सहयोग
ଏବଂ ସହଯୋଗର ଫଳସ୍ୱରୂପ ସଫଳତା ପ୍ରାପ୍ତ ହୋଇଥାଏ। ଯେତେବେଳେ ସମସ୍ତ ପ୍ରତି ଆମ ହୃଦୟରେ ସ୍ନେହ ଆସିବ, ତାର ପ୍ରତିଦାନ ତା ବଦଳରେ ସେମାନେ ଆମକୁ ସହଯୋଗ ଦେବେ ଏବଂ ସହଯୋଗର ଫଳ ହେଉଛି ସଫଳତା। ସବକେ ସହयोग से ସୁଖମୟ ସଂସାର ସ୍ଲୋଗାନ। ଗୋଟିଏ ସେକେଣ୍ଡରେ ବ୍ୟର୍ଥ ସଂକଳ୍ପରେ ଫୁଲ୍ ଷ୍ଟପ୍ ଲଗାଇ ଦିଅ। ଏହା ହେଉଛି ତୀବ୍ର ପୁରୁଷାର୍ଥ। ଯେଉଁଟା ହେଇଗଲା ବଟ୍ ଗୋଟେ ସେକେଣ୍ଡ ତ ଫୁଲ୍ ଷ୍ଟପ୍ ଲଗାଅ। ସେ କଥା ବସି ଚିନ୍ତା କରନି, ଆଗକୁ କୁହାଯାଉଛି ତୀବ୍ର ପୁରୁଷାର୍ଥ। ଅବ୍ୟକ୍ତି ସାରା ନିଜ ପ୍ରତି ଏବଂ ସମସ୍ତ ପ୍ରତି ନିଜର ସଂକଳ୍ପ ଦ୍ୱାରା ଯୋଗର ଶକ୍ତି ଗୁଡ଼ିକୁ ପ୍ରୟୋଗ କର। ଯୋଗର ମାନସିକ ସେବା ଅବିନାଶୀ ସେବା ଅଟେ। ଯୋଗର ମାନସିକ ସେବା ଅବିନାଶୀ ସେବା ଅଟେ। ଯେତେ ଯେତେ ତୁମେ ସଂକଳ୍ପ ଦ୍ୱାରା ବାଣୀ ଦ୍ୱାରା ନିଜେ ସାମ୍ପୁଲ ହେବ, ସେତେ ସାମ୍ପୁଲକୁ ଦେଖି ସମସ୍ତେ ସ୍ୱତଃ ହିଁ ଆକର୍ଷିତ ହେବେ। ଆମେ ଶୋ ପିସ୍କୁ ଯାଉଛେ, ଶୋ ପିସ୍ ଗୋଟେ ଥାଉଛି, ତାକୁ ଦେଖି ଭିତରକୁ ଯାଉଛେ, ତ ସେଇଟା ସମସ୍ତ ଆକର୍ଷଣ କରୁଛି ନା। ଏଥିପାଇଁ କେବଳ ଦୃଢ଼ ସଂକଳ୍ପ ରଖ, ତାହେଲେ ସହଜରେ ସେବା ହୋଇ ଚାଲିବ। ଯଦି ବାଣୀ ଦ୍ୱାରା ସେବା କରିବା ପାଇଁ ସମୟ ନାହିଁ, ତେବେ ବୃତ୍ତି ଦ୍ୱାରା ବା ମାନସିକ ସେବା ଦ୍ୱାରା ପରିବର୍ତ୍ତନ କରିବା ପାଇଁ ସମୟ ତ ଅଛି ନା। ଏବେ ସେବା ବ୍ୟତୀତ ଅନ୍ୟ କେଉଁଥିରେ ବି ସମୟ ନଷ୍ଟ କରିବାର ନାହିଁ। ଯାହା ବାଣୀ ଦ୍ୱାରା ଯାହା ମନ ଦ୍ୱାରା ସେବା କର, ତା ଛଡ଼ା ଅନ୍ୟ କୌଣସି କଥାରେ ସମୟ ନଷ୍ଟ ନ ହଉ। କାହିଁକିନା 63 ଜନ୍ମ ହେଲା ପରଚିନ୍ତନ ପରଦର୍ଶନରେ ହିଁ ସମୟ ନଷ୍ଟ କଲେ। ଏବେ କେବଳ ସେବାରେ ହିଁ ଆମ ସମୟ ସଫଳ ହଉ। ତେଣୁ ନିରନ୍ତର ଯୋଗୀ, ନିରନ୍ତର ସେବାଦାରୀ ହଉ। ଯଦି ମାନସିକ ସେବା ବା ସଂକଳ୍ପ ଦ୍ୱାରା ସେବା କରିବା ଜଣା ନାହିଁ, ତେବେ ନିଜର ସମ୍ପର୍କ ଦ୍ୱାରା ନିଜର ଚାଲିଚଳନ ଦ୍ୱାରା ମଧ୍ୟ ସେବା କରିପାରିବ, କିନ୍ତୁ ସେବା କରିବାର ଅଛି। ମାତେଶ୍ୱରୀଙ୍କର ଅମୂଲ୍ୟ ମହାବାକ୍ୟ ମୁକ୍ତି ଏବଂ ମୋକ୍ଷ। ଛୋଟିଆ କ୍ଲାସଟି। ଆଜିକାଲି ମନୁଷ୍ୟ ମୁକ୍ତିକୁ ହିଁ ମୋକ୍ଷ ବୋଲି କହୁଛନ୍ତି। ସେମାନେ ଭାବୁଛନ୍ତି ଯେଉଁମାନେ ମୁକ୍ତିକୁ ପ୍ରାପ୍ତ କରୁଛନ୍ତି ସେମାନେ ଜନ୍ମ ମରଣରୁ ମୁକ୍ତି ପାଇଯାଉଛନ୍ତି। ସେମାନେ ତ ଜନ୍ମ ମରଣରେ ନ ଆସିବାକୁ ହିଁ ଉଚ୍ଚ ପଦ ବୋଲି ଭାବୁଛନ୍ତି, ତାହାକୁ ପ୍ରାରବ୍ଧ ବୋଲି ମାନୁଛନ୍ତି, ଜୀବନ ମୁକ୍ତି ବୋଲି ତାଙ୍କୁ କହୁଛନ୍ତି। ଯେଉଁମାନେ ଜୀବନରେ ଥାଇ ଭଲ କର୍ମ କରୁଛନ୍ତି, ଯେପରିକି ଧର୍ମାତ୍ମା ମନୁଷ୍ୟ, ସେମାନଙ୍କର ଜୀବନ ମୁକ୍ତ ଅବସ୍ଥା ବୋଲି ଭାବୁଛନ୍ତି। ବାକି କର୍ମବନ୍ଧନରୁ ମୁକ୍ତ ହୋଇଯିବା, ଏହାର ଅର୍ଥକୁ ତ କଟି କରୁ କେହି ଜଣେ ହିଁ ବୁଝିପାରନ୍ତି। ତେବେ ଏହା ହେଉଛି ସେମାନଙ୍କର ନିଜସ୍ୱ ମତ। ମୁକ୍ତି ଭାବିଲେ ତାଙ୍କୁ ଭାବୁଛନ୍ତି ଜନ୍ମ ମରଣରେ ଆସୁନି। ଜୀବନ ମୁକ୍ତି ଭାବିଲେ ଭାବୁଛନ୍ତି ଆମେ ଏଇଠି ରହିକି ଯେମିତି ଆମେ ଧର୍ମାତ୍ମା। ଧରା ପୃଷ୍ଠରେ ଏମିତି କେହି ମନୁଷ୍ୟ ନାହାନ୍ତି ଯୋଉମାନେ ଜନ୍ମ ମରଣ ଚକ୍ରରେ ଆସିପାରିବେନି, ସମସ୍ତଙ୍କୁ ଆସିବାକୁ ବାଧ୍ୟ। ବାକି କର୍ମ ବନ୍ଧନରୁ ମୁକ୍ତ ହୋଇଯିବା, ଏହାର ଅର୍ଥକୁ ତ କୋଟି କରୁ କେହି ଜଣେ ହିଁ ବୁଝିପାରନ୍ତି। ତେବେ ଏହା ହେଉଛି ସେମାନଙ୍କର ନିଜସ୍ୱ ମତ। କିନ୍ତୁ ଆମେମାନେ ତ ପିତା ପରମାତ୍ମାଙ୍କ ଦ୍ୱାରା ସବୁକିଛି ଜାଣିଗଲେ। ଯେ ପର୍ଯ୍ୟନ୍ତ ମନୁଷ୍ୟ ପ୍ରଥମେ ବିକାରୀ କର୍ମବନ୍ଧନରୁ ମୁକ୍ତ ନ ହୋଇଛି, ସେ ପର୍ଯ୍ୟନ୍ତ ଆଦି ମଧ୍ୟ ଅନ୍ତ ଦୁଃଖରୁ ମୁକ୍ତ ହୋଇପାରିବ ନାହିଁ। ବିକାରୀ କର୍ମବନ୍ଧନରୁ ଯେବେ ଯାଏ ଆମେ ମୁକ୍ତ ହେଇନେ, ସେବେ ଯାଇ ଆମେ ଆଦି ମଧ୍ୟ ଅନ୍ତ ଦୁଃଖରୁ ମୁକ୍ତ ହୋଇପାରିବା ନାହିଁ। ବେକାର କର୍ମ ହିଁ ଦୁଃଖ ଦେଉଛି। ବେକାର କର୍ମରୁ ମୁକ୍ତ ହେଲେ ଦୁଃଖରୁ ମଧ୍ୟ ମୁକ୍ତ। ଏଥିପାଇଁ ଆମକୁ ଫୁଲ୍ ଷ୍ଟପ୍ ଲଗାଇ ଦେବାକୁ ପଡ଼ିବ ପ୍ରତି ମୁହୂର୍ତ୍ତରେ। ବାରମ୍ବାର ଆମର ପୂର୍ବ ଜନ୍ମର କଥା ହଉ, ନହେଲେ ତ ଏଇ ଯୁଗରେ ସଙ୍ଗମ ଯୁଗରେ ବାବାଙ୍କୁ ଜାଣିଲା ପରେ ବି ଯଦି ଆମ ଦେହରେ କିଛି ଭୁଲ ହଉଛି, ତାହେଲେ ଫୁଲ୍ ଷ୍ଟପ୍ ଲଗେଇଲେ ବାବା କହିଲେ। ତେଣୁ ଏଥିରୁ ମୁକ୍ତ ହେବା ଏହା ମଧ୍ୟ ଏକ ସ୍ତର। ଦୁଃଖରୁ ମୁକ୍ତ ହେବା ମଧ୍ୟ ଗୋଟେ ସ୍ତର। ସେଇ ସ୍ତରକୁ ପିତା ପରମାତ୍ମା ହିଁ ପହଞ୍ଚାଇ ପାରିବେ। ଦୁଃଖରୁ ପୁରା ମୁକ୍ତି କରିବା ଗଲେ କେବଳ ଜଣେ ପରମାତ୍ମା। ସେ ଲେଭେଲକୁ, ଦୁଃଖର ଚିହ୍ନ କ'ଣ ଆମେ ନ ଜାଣିବା, ସେ ଲେଭେଲକୁ କେବଳ ପରମାତ୍ମା ହିଁ ଆମକୁ ନେଇପାରିବେ। ସେ ସ୍ତରକୁ ପିତା ପରମାତ୍ମା ହିଁ ପହଞ୍ଚାଇ ପାରିବେ। କାରଣ ମୁକ୍ତି ଜୀବନ ମୁକ୍ତି ଦାତା ହେଉଛନ୍ତି ସିଏ, ଯେ ଗୋଟିଏ ସମୟରେ ଆସି ସମସ୍ତଙ୍କୁ ମୁକ୍ତି ଜୀବନ ମୁକ୍ତି ଦେଉଛନ୍ତି। ବାକି ପରମାତ୍ମା ଅନେକ ଥର ଆସନ୍ତି ନାହିଁ ନା ଅନେକ ଥର ଅବତରଣ କରନ୍ତି। କଳ୍ପରେ ମାତ୍ର ଥରେ ସଙ୍ଗମ ଯୁଗରେ ଆସୁଛନ୍ତି, ଯୁଗେ ଯୁଗେ ଆସୁନାହାନ୍ତି କି ବାରମ୍ବାର ଅବତରଣ କରୁନାହାନ୍ତି। ମାତ୍ର କଳ୍ପରେ ଥରେ ସଙ୍ଗମ ଯୁଗରେ ଏବେ ଆସିଛନ୍ତି, ଜ୍ଞାନ ଦେଉଛନ୍ତି, ଦେଇକି ଆମକୁ ପରିବର୍ତ୍ତନ କରି ପୁଣି ନୂଆ ଦୁନିଆ ଆଣୁଛନ୍ତି। ସେଥିପାଇଁ ଡ୍ରାମାରେ ଥିଲେ କରିଅରି କହିକି ହାତ ଯୋଡ଼ିକି ବସିଲେ ହେବନି। ସେବା କରିବାକୁ ପଡ଼ିବ, ପୁରୁଷାର୍ଥ କରିବାକୁ ପଡ଼ିବ, ଜ୍ଞାନ ଶୁଣିବାକୁ ପଡ଼ିବ, ଜ୍ଞାନ ଶୁଣିବାକୁ ପଡ଼ିବ। ତାହେଲେ ଆଗା ଆମେ ଉଚ୍ଚ ଲକ୍ଷ୍ୟ ସ୍ଥଳରେ ପହଞ୍ଚିପାରିବା। ଆଚ୍ଛା, ଓମ୍ ଶାନ୍ତି।